ବ୍ରାହ୍ମଣ ଶିର ଛେଦ ଗୁରୁ ବ୍ରାହ୍ମଣ ଶିର ଛେଦ। ଯାହାକୁ ଓଡିଆ ଭାଗବତ ଲେଖିଛି କିନ୍ତୁ ତାର ଅର୍ଥକୁ ଯଦି ବ୍ୟୁତ୍ପତ୍ତିଗତ କରାଯାଏ ତାର କେତେ ସୁଦୂର ପ୍ରସାରୀ ଠିକ ନାହିଁ। ସେଇ ଭାଗବତ କହିଲା ଯେ ହେବ ଆତ୍ମାର ବୈରୀ ଗୁରୁ ବ୍ରାହ୍ମଣ ହେଲେ ମାରି। ଗୁରୁ ବ୍ରାହ୍ମଣ ହେଲେ ମାରି ଗୁରୁ ବ୍ରାହ୍ମଣ ହେଲେ ମାରି। ଉପରେ ଯଦି ପ୍ରମାଦ ପଡିଲା ବିପଦ ପଡିଲା ଗୁରୁ ବ୍ରାହ୍ମଣ ବି ମାରିଲେ କିଛି ଦୋଷ ନାହିଁ। ହଁ ତାହେଲେ ଆମେ ଓଡିଆ ଭାଗବତକୁ ଆଉ ପଢିବାନି। ଆଜ୍ଞା ଆଜ୍ଞା କାହିଁକି? ହଁ ଏ କଣ ଛୋଟିଆ ବେଦ କି? ନାଇଁ 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 ଓଡିଆ ପୁଅର ବେଦ ହେଲା ଓଡିଆ ଭାଗବତ। ଆଜ୍ଞା ଆଜ୍ଞା এইଥିପାଇଁ ପରା କବି କହିଲେ ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ ଅଭ୍ୟାସ ଭାଗବତ ପରମ ଶାସ୍ତ୍ର। ହଁ ହଁ এই ওড়িয়া ভাগবতরে লেখা যাইছি ব্রাহ্মণ মুখে মো আহার বিপদ খণ্ডই তাহার বিপদ খণ্ডই তাহার। নারায়ণ কইলে যে ব্রাহ্মণକୁ ଖାଇବାକୁ ଦିଏ ବ୍ରାହ୍ମଣକୁ ଖାଇବାକୁ ଦେଲେ ମୁଁ ଆନନ୍ଦରେ ସେଇ ଖାଦ୍ୟକୁ ଗ୍ରହଣ କରେ। ମୁଁ କୁଆଡେ ଶୁଣୁଛି କାଲି ପାଳିଟା ବିଜୟନାର ଅଛି। 4 ଦିନରୁ ଦିନେ ତା ପାଳି ଅଭାବ କଣ ଝିଅ ଦିଟା ତ ବାହାଘର କରିଦେଲା ପୁଅ ବାହାଘର ହେଇଗଲା ପୁଅ ତ କଣ୍ଟ୍ରାକ୍ଟର ହେଇଗଲା। ଆଜ୍ଞା 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 ମୁଁ ବର୍ଷା করে କଣ ଶୁଣୁଛି ବିଜୟନା କାଲି କୁଆଡେ ମଟନ କହିକି ଦବ ମୋର ଯା ଆସେ ନାହିଁ। ମୁଁ ତ ଆଇଁଷ ଛାଡିଛି ଆଉ କହିବାର କଣ ଅଛି। ହଉ ପିଲାମାନେ ଖାଆନ୍ତୁ କହିବାର ଉଦ୍ଦେଶ୍ୟ ଆଜ୍ଞା ଆପଣ ନ ଖାଇଲେ ଆମେ ମାନେ ତ ଖାଇବୁ। ମାଗିଦେଲା ଶୁକ୍ରାଚାର୍ଯ୍ୟଙ୍କୁ ମତେ ବ୍ରହ୍ମାଙ୍କର ବେଦ ବଧି ଦିଅ। ଶୁକ୍ରାଚାର୍ଯ୍ୟ ମନା କରିଦେଲେ। ଶଙ୍କାସୁର କହିଲା ଯଦି ସାର ନଦବ ତମେ ମର୍ଡର ହବ ମତେ ଆଉ ଦୋଷ ଦବନି ମୁଁ ତ ମରିବି ତମେ କାହିଁକି ରହିବ ମୋ ପଛେ ପଛେ ଆପଣ ବି ମରିବେ ନିହାତି। ମୁଁ ତମକୁ ଭଲ ପାଏ ତମେ ମତେ ଭଲ ପାଅ। ଆଜ୍ଞା ଆଜ୍ଞା ଗାୟକ ରତ୍ନ ହରିନାଥ ମରି ଯାଇଥାନ୍ତି। ଆଜ୍ଞା ଯେମିତି ନୃସିଂହ ହୋତା ଶିଶିର ପାରି ଯୋଡି ସେମିତି ହରିନାଥ ଆଜ୍ଞା ନିରଞ୍ଜନ କରଉଛନ୍ତି ଦି ପ୍ରତିଦ୍ୱନ୍ଦୀ ଗାୟକ। ଆଜ୍ଞା ଆଜ୍ଞା